ओम नमः शिवाय। ମୁଁ ଜ୍ୟୋତିର୍ବିଦ ଓ ଲେଖକ ରୁଦ୍ରପ୍ରସନ୍ନ ମହାପାତ୍ର ଭୁବନେଶ୍ୱର ଓଡ଼ିଶାରୁ କହୁଛି। ନବାଂଶ କୁଣ୍ଡଳୀ କେମିତି ଦେଖିବେ ମୁଁ ଆଗରୁ କହି ରଖିଥିଲି। ରାଶି ତୁଲ୍ୟ ନବାଂଶ ଆଉ ନବାଂଶ ତୁଲ୍ୟ ରାଶି, ଏଇ ଦୁଇଟା ଉଦାହରଣ ନେଇକି ଆପଣ ଦୁଇଟା ଉଦାହରଣ କହୁଛି, ସୂତ୍ର ନେଇକି ଆପଣ ଦେଖିପାରିବେ ଯେ କେମିତି କେଉଁ ଗ୍ରହ ଭଲ ହେଲା କି ଖରାପ ହେଲା। ଆମେ ସେଇ ଚର୍ଚ୍ଚାଟାକୁ ଟିକେ ଆଗକୁ ବଢ଼େଇକି ନେଇକି ଯିବା ପାଇଁ ଆଜି ଚର୍ଚ୍ଚା କରିବା ଦଶା ଉପରେ। ଯେ ନବାଂଶରେ ଆପଣ ଦଶା ଗୋଚର ଏଗୁଡ଼ା ଦେଖିବେ ନା ଦେଖିବେନି, ନା କେମିତି ଦେଖିବେ। ମୁଁ ସେଇଟା ଖାତାରେ ତ କରୁଥିଲି, ତ ଖାତା ତ ଆପଣଙ୍କୁ ଯେକୌଣସି ଗ୍ରହ ତାର ଦଶା ସମୟରେ ଯଦି ଆମେ ନବାଂଶ ରାଶି ତୁଲ୍ୟ ନବାଂଶ ପ୍ରିନ୍ସିପଲ୍ ଅନୁସାରେ ଏବଂ ନବାଂଶ ତୁଲ୍ୟ ରାଶି ପ୍ରିନ୍ସିପଲ୍ ଅନୁସାରେ ଯେଉଁ ଭାବରେ ଅଧିପତିତ୍ୱ କରୁଥାଏ ତାର ଫଳ ଦେବ। ମୁଁ କହିଦେଲି, ଉଦାହରଣ ଦେଲେ ଆପଣ ଟିକେ ଭଲକି ବୁଝିପାରିବେ, କାରଣ ଆପଣ ଯେତେ ସହଜ ଭାବୁଛନ୍ତି ସେତେ ସହଜ ନୁହେଁ। ମେଷ ଲଗ୍ନର ଜାତକ ନିଅନ୍ତୁ, ଲଗ୍ନ କୁଣ୍ଡଳୀ ମେଷ ଲଗ୍ନ, ମୁଣ୍ଡରେ କନଷ୍ଟ୍ରକ୍ଟ କରନ୍ତୁ। ନବାଂଶ କୁଣ୍ଡଳୀ ହେଲା ତୁଳା ଲଗ୍ନ, ଠିକ୍ ତାର ଅପୋଜିଟ୍। ଆଉ ଯେତେବେଳେ ଆମେ ସେଥିରେ ଆମେ ରାଶି ତୁଲ୍ୟ ନବାଂଶଟା ଦେଖିବା, ଆଉ ନବାଂଶ ତୁଲ୍ୟ ରାଶି ଯେତେବେଳେ ଆମେ ନେବା, ସେ ତୁଳା ଲଗ୍ନ ସମାନ ରହିବ, ଆଉ ଗ୍ରହ ଗୁଡ଼ା ଯାହା ରାଶିରେ ଅଛନ୍ତି ବସିବେ। ଏଥିରେ ଯାହା ନବାଂଶରେ ଅଛନ୍ତି ସେ ଯାଇକି ରାଶିରେ ବସିବେ। ମେଷ ଲଗ୍ନର କୁଣ୍ଡଳୀରେ ପଞ୍ଚମ ଅଧିପତି ସୂର୍ଯ୍ୟ କେଉଁଠି ବସିଛନ୍ତି? ଦଶମ ଭାବରେ, ଅର୍ଥାତ୍ ମକରରେ ଚାଲନ୍ତୁ। ସେଇ ସୂର୍ଯ୍ୟ ନବାଂଶରେ ସପ୍ତମ ଭାବର ନବାଂଶକୁ ଯାଇଛନ୍ତି, ଯେଉଁଟାକି କୁହାଯାଏ ଦାରାଂଶ। କିଛି ଲୋକ କହନ୍ତି କାଳତ୍ରାଂଶ, କାଳତ୍ର କାରକ ବା ସ୍ତ୍ରୀର। ନବାଂଶ ତୁଲ୍ୟ ରାଶି, ରାଶି ତୁଲ୍ୟ ନବାଂଶ ଗଲା। ନବାଂଶ ତୁଲ୍ୟ ରାଶି ଅନୁସାରେ ମନେକର ସେଇ ତୁଳା ଲଗ୍ନରେ ସେ ପଞ୍ଚମ ଭାବକୁ ଯାଇଛନ୍ତି, ମାନେ କୁମ୍ଭରେ ଅଛନ୍ତି। ତ ନବାଂଶ ତୁଲ୍ୟ ରାଶି ଅନୁସାରେ ଯଦି ଆମେ ଦେଖିବା, ତାହେଲେ ସେ କୁମ୍ଭ ରାଶିକୁ ଗଲେ ଏବଂ ପଞ୍ଚମ ଭାବରେ ରହିଲେ। ତ ଏଠି ହେଇଗଲା ମକର ଆଉ ତୁଙ୍ଗ, ଦୁଇଟା ଯାକ ଭାବ ସୂର୍ଯ୍ୟଙ୍କ ଅଣ୍ଡରେ ଆସିଗଲା। ଅର୍ଥାତ୍ କର୍ମ ଆଉ ଲାଭ ଏବଂ ବାହାର କାଳତ୍ରାମାଂଶକୁ ସେ ପଳେଇଛନ୍ତି। ଲଗ୍ନ କୁଣ୍ଡଳୀରେ 10, କାଳତ୍ରାଂଶ ନବାଂଶକୁ ଗଲେ ଏବଂ ଅନ୍ୟ ଗୋଟେ ଭାବରେ ଯାଇକି ବସିଲେ। ଭାବି ନିଅନ୍ତୁ ଏକାଦଶ, ଯଦିଓ ମୁଁ ଠିକ୍ରେ ଟିକେ ମନେ ପକେଇ କହି, ଭାବି ନିଅନ୍ତୁ ଏକାଦଶ ଭାବରେ ରହିଲେ। ଲଗ୍ନ କୁଣ୍ଡଳୀରେ ମକର ହେଲେ, ଯଦି ଆମେ ତୁଳା ଲଗ୍ନ 7 ଲଗେଇବା, ତାହେଲେ ଚତୁର୍ଥ ଭାବରେ ରହିବେ ସୂର୍ଯ୍ୟ। ତ ଚତୁର୍ଥ ଭାବ, ଦଶମ ଭାବ ଏବଂ କାଳତ୍ରାଂଶ ବା ନବାଂଶ କୁଣ୍ଡଳୀରେ ମେଷର ଅଂଶକୁ ଯାଇଛନ୍ତି। କାରଣ ନବାଂଶ କୁଣ୍ଡଳୀ ଯଦି ଲଗ୍ନ ହେଲା 7, ତାହେଲେ ତାର ସପ୍ତମ ଭାବଟା ରହିବ ମେଷ। ତ ସୂର୍ଯ୍ୟ ଏଠି 3ଟା ଗ୍ରହର ଅଧିପତି, ଭାବର ଅଧିପତି କଲେଣି, ଦେଖୁଛନ୍ତି। କିନ୍ତୁ ଆପଣ ଭାବ ଗୁଡ଼ା ସବୁବେଳେ କେଉଁଠୁ ଦେଖିବେ? ଲଗ୍ନରୁ। ନବାଂଶ କୁଣ୍ଡଳୀ ଦେଖା ହେଉନି, ସେଇ ଭାବ ସପ୍ତମ ଭାବ ଲଗ୍ନର ଯେଉଁଟା ହେଉଛି ସେଇଠିକି ସୂର୍ଯ୍ୟ ଗଲେ ତାର ଅଂଶକୁ। ସେଇ ଚତୁର୍ଥ ଭାବ ଲଗ୍ନର ଯେଉଁଟା ହେଉଛି ସେଠିକି ନବାଂଶ ତୁଲ୍ୟ ରାଶିରେ ସୂର୍ଯ୍ୟ ଗଲେ। ଆଉ ସୂର୍ଯ୍ୟ ତ ଛାଡ଼ନ୍ତୁ ମକରରେ ଅଛନ୍ତି ଦଶମ ଭାବରେ ଲଗ୍ନ କୁଣ୍ଡଳୀରେ। ଭାବଟା ଆପଣ ନବାଂଶରୁ ଦେଖିଦେବେନି, ନବାଂଶରୁ ନା ଭାବଟା ଯାହା ରହିବ ଲଗ୍ନରେ ସେଟାକୁ ନବାଂଶ ଉପରେ ରିପ୍ଲିକେଟ୍ କରିବେ। 3ଟା ହେଇଗଲା, ଘର ସୁଖ ବା ସୁଖାଂଶ, ଦଶମ ଅଧିପତି ଆଉ ବାହାଘର।
ସୂର୍ଯ୍ୟ ଦଶା ସମୟରେ ସାଙ୍ଗେ ସାଙ୍ଗେ ଚାକିରି ହେବ, ଚାକିରି ହେଲା ପରେ ସାଙ୍ଗେ ସାଙ୍ଗେ ମ୍ୟାରେଜ୍ ହେବ, ସାଙ୍ଗେ ସାଙ୍ଗେ ମ୍ୟାରେଜ୍ ହେଲା ପରେ ପିଲାପିଲି ବହୁତ ଶୀଘ୍ର ହେଇଯିବେ। ତ ମୋର ପିଲାପିଲି କହିବାଟା ଠିକ୍ ହେବନି, ତାର ଫ୍ୟାମିଲି ଲାଇଫରେ କନଫ୍ଲିକ୍ଟ ଆସିବନି। ଯଦିଓ ଆଷ୍ଟ୍ରୋଲୋଜି ଅଫ୍ ପ୍ରିସିଡେନ୍ସରେ ମୁଁ ସେଟା କହିପାରିବି, କାରଣ ସଂସାର ସୁଖ ସେତେବେଳେ ଆସିବ ଯେତେବେଳେ ପିଲାପିଲି ଆସିବେ। ନିଃସନ୍ତାନ ଯୋଗରେ ସଂସାର ସୁଖ ନାହିଁ। ସୂର୍ଯ୍ୟ ଏଠି 3ଟି ଭାବର ଅଧିପତିତ୍ୱ କଲେ, କିନ୍ତୁ ଆମେ କେଉଁଠି ରହିଗଲେ? ଆମେ ରହିଲୁ ଦଶମ, ଆଉ ସେଠି ସୂର୍ଯ୍ୟ ଦେଖୁଛନ୍ତି ଚତୁର୍ଥକୁ ରହିଗଲେ। କିନ୍ତୁ ନବାଂଶ ଯଦି ଆମେ ଦେଖିବା ତାହେଲେ ଏଠି ଦଶମ, ସପ୍ତମ, ଚାଲନ୍ତୁ ଚତୁର୍ଥ ବି ଆସୁଛି, ବାଇ ଡିଫଲ୍ଟ ଚତୁର୍ଥ ହେଇଯାଉ, ଚତୁର୍ଥ ବି ଆସୁଛି। ତ 3ଟା ଭାବର ଦଶାର ଫଳ ସେ ଦେବେ ଯେତେବେଳେ ସୂର୍ଯ୍ୟଙ୍କର ଅନ୍ତର୍ଦଶାଟା ଚାଲିବ। ଏଠି ଦୟାକରି ପ୍ରତ୍ୟାନ୍ତର ଦଶାଟା ଟିକେ ବିଶେଷ ନେବେ ନାହିଁ, କାହିଁକିନା ଏଠି 3ଟା ଭାବ ଆକ୍ଟିଭେଟ୍ ହେଉଛି। ତା ଭିତରେ ବେଶୀ ସାଇଣ୍ଟିଫିକ୍ ଷ୍ଟଡି ହେଇନି ଯେ କେଉଁ ଭାବର ଫଳଟା ଆଗ ଦେବ। ସେମିତି ମୁଁ ଲଜିକାଲି କହିଦେଇପାରିବି ଯେ ଯେଉଁ ଭାବର ବଳ ଅଧିକ ଥିବ ତା ଫଳ ଆଗ ଦେବ। ଯଦି ସେଇ ଚତୁର୍ଥ ଜାତକରେ ଚତୁର୍ଥ ଭାବର ଯଦି ଭାବ ବଳ ଅଧିକ ଅଛି ବା ଚତୁର୍ଥ ଭାବ ଭାବେଶ ଯଦି ଷ୍ଟ୍ରଙ୍ଗ ଅଛି, ଛଡ଼ବଳ ଅଛି, ତା ଫଳଟା ଆଗ ଦେବ। କାହିଁକି କହିଲେ? ତା କର୍ମଟା ଆପଣଙ୍କର ଭଲ ଅଛି। ଛଡ଼ବଳ ମାନେ କର୍ମ, ତେଣୁ କର୍ମ ଫଳଟା ସାଙ୍ଗେ ସାଙ୍ଗେ ପାଇଯିବେ ଆପଣ। ତ ବିଶେଷତଃ ଅନ୍ତର୍ଦଶାଟା ଦେଖିବେ, ଯେଉଁଟାକି ବର୍ଷେ 2 ବର୍ଷ ମହାଦଶାର ଡ୍ୟୁରେସନ୍ ନେଇକି ଚାଲେ। ସେଇଟା ଅନୁସାରେ ଆପଣ 3ଟା ଭାବର ଫଳ ସେ ଦେଲାଣି। କିନ୍ତୁ ଏଠି ଆପଣ ଗୋଚରଟିକୁ ଦେଖିବାକୁ ଭୁଲିବେ ନାହିଁ। ଦଶା ଆସିଗଲା, ଯେପର୍ଯ୍ୟନ୍ତ ବହୁତ ଫେଭରେବୁଲ୍ ଆସିନାହିଁ ଗୋଚର, ସେ ଭଲ ଫଳ ଦେବନି। ତ ଗୋଚରଟା କେମିତି ଦେଖିବେ? ଲଗ୍ନ କୁଣ୍ଡଳୀରେ ଗୋଚର ଆପଣ ଦେଖି ଶିଖିଛନ୍ତି। ଯେକୌଣସି ଗୋଟେ ଗ୍ରହ କେଉଁ ଭାବରେ ଗୋଚର କଲେ ଭଲ ଫଳ ଦେବ, ଆପଣ ପାଞ୍ଜି ଖୋଲିଦେବେ ପାଇବେ। କେଉଁ ଗ୍ରହ 9, 5ରେ ଭଲ ଦେଲାଣି, କେଉଁ ଗ୍ରହ 3, 4, କେଉଁ ଗ୍ରହ 4, 8। ନର୍ମାଲି ଯେଉଁ ଗ୍ରହଟା ଦୃଷ୍ଟି ଦିଅନ୍ତି, ଯେମିତି ମଙ୍ଗଳ 4, 8କୁ ଦୃଷ୍ଟି ଦିଅନ୍ତି, 4, 8ରେ ଭଲ। ଶନି 3, 10କୁ ଦୃଷ୍ଟି ଦିଅନ୍ତି, 3, 10 ଗୋଚରରେ ଭଲ। ସେଇ ଗୋଚରଟି ଅନ୍ୟ କୌଣସି ଗ୍ରହ ଦ୍ୱାରା ବେଦ ହେଉନଥିବ। ନର୍ମାଲି ବେଦଟାକୁ ବିଶେଷ କାହିଁ ଦେଖାଯାଏ ନା, କାରଣ ଯେଉଁଠି ଶନି 2.5 ବର୍ଷ ଚାଲିଲେଣି ସେଠି ମଙ୍ଗଳ ଚାଲିବ ବର୍ଷେ। କେବଳ ଯଦି ବୃହସ୍ପତି ଦ୍ୱାରା ବେଦ ହେଉଛନ୍ତି ତାହେଲେ ବର୍ଷେ ଗଲା। ଆଚ୍ଛା, ସେ ବେଦଟା ପୁଣି ବିପରୀତ ବେଦ ହେଉଛି କି ନାହିଁ? ବୃହସ୍ପତି ଶନିଙ୍କର ଗୋଚରକୁ ବେଦ କରୁଛି ବୃହସ୍ପତି, ବୃହସ୍ପତିର ଗୋଚରକୁ ଆଉ କେହି ବେଦ କରୁନାହାନ୍ତି ତ? ଯଦି କରୁଥିବେ ତାହେଲେ ଶନିର କ୍ୟାନସଲ୍ ହେଇଗଲା। ତେଣୁ ଏଇସବୁ ଜିନିଷକୁ ଯାଇକି ଲୋକ ଟିକେ ବିପରୀତ ବେଦ ବିପରୀତ ବେଦ ଦେଖନ୍ତି ନାହିଁ। ସେ ନ ଦେଖନ୍ତୁ, କିନ୍ତୁ ସେ ଗୋଚରଟା ବି ଇନକମ୍ପ୍ଲିଟ୍ ଦେଖିଦିଅନ୍ତି। କେମିତି? ଦଶମରେ ଶନି ଅଛନ୍ତି, ଶନିଙ୍କର ଦଶା ଚାଲିଛି, ଶନି ଆସି ପହଞ୍ଚିଲେ ତୃତୀୟରେ ଜାତକରେ, ତୃତୀୟ ଭାବରେ। ଏଠି ଆପଣ ଚନ୍ଦ୍ର ରାଶିଠାରୁ ଗୋଚରଟା ଦେଖିବେ। ଯେମିତି ଆମେ ଦେଖୁ ତୃତୀୟ ଭାବ ନୁହେଁ, ଚନ୍ଦ୍ର ରାଶିଠାରୁ ତୃତୀୟ ଯେଉଁଟା ପହଞ୍ଚିଲେ ଭଲ ଫଳ ଆସିଗଲା। ତେଣୁ ଗୋଚରଟା ତ ଚନ୍ଦ୍ରକୁ ଦେଖାଯାଏ, ଯଦିଓ ଲଗ୍ନରୁ ଗୋଚର ଦେଖିବାଟା ବି କିଛି ଭୁଲ ନୁହେଁ, କିନ୍ତୁ ଚନ୍ଦ୍ରଟାକୁ ବେଶୀ ପ୍ରାୟୋରିଟି। ତ ଏଇଟା ଗୋଟେ। ସେଇ ଶନି ଯେତେବେଳେ ନବାଂଶରେ ଥିବା ସ୍ଥିତ ଶନି, ଯେଉଁଠି ବି ଥାଆନ୍ତୁ ଶନି, ମନେକର ନବାଂଶରେ ଲଗ୍ନ କୁଣ୍ଡଳୀରେ ଶନି ଅଛନ୍ତି ମନେକର ସିଂହରେ, ତାଙ୍କ ଦଶା ଚାଲିଛି, ସିଂହ ଜାତକର ପାଇଁ ମନେକର 10ମ ଭାବ, ତ ସିଏ କର୍ମ ଫଳ ଶନି ତାଙ୍କ ଦଶା ସମୟରେ ତାକୁ ଭଲ ଦେବେ। କେଉଁ ସମୟ ତାକୁ ଆଉ ଟିକେ ଭଲ ମିଳିବ? ଯେତେବେଳେ ଶନିଙ୍କର ଫେଭରେବୁଲ୍ ଗୋଚରଟା ହେବ। ଭାବି ନିଅନ୍ତୁ ଶନି ଚନ୍ଦ୍ରଠାରୁ ତୃତୀୟରେ ଗୋଚର କରୁଛନ୍ତି, ଭଲ ଗୋଚର ଫଳ ଦେଲେ। ଖାଲି ଯେ ଶନିଙ୍କ ଗୋଚର ଫଳ ଦେବନି, ଅନ୍ୟ ଗ୍ରହର ଗୋଚର ବି ଫଳ ଦେବ, କିନ୍ତୁ ଗୋଟେ ଉଦାହରଣ ଦେଇ କହୁଛି। ଏତଦ୍ ବ୍ୟତୀତ ସେଇ ଆଗରୁ ଯେମିତି କହି ରଖିଥିଲି ଯେ ଶନି ଦଶା ସମୟରେ ନବାଂଶରେ ଶନି ମନେକର ଅଛନ୍ତି ପଞ୍ଚମାଂଶରେ, ତ ସେ ସମୟରେ ତାର ପିଲାମାନଙ୍କର ଟିକେ ଗ୍ରୋଥ୍ ହେବ। ପଞ୍ଚମାଂଶ ବା ସୁତାଂଶ 5ମ ଭାବର ନବାଂଶରେ ଅଛନ୍ତି, ଏବଂ ନବାଂଶ ତୁଲ୍ୟ ରାଶି କରିଦେଲା ବେଳକୁ ଶନି ଯାଏ ବସୁଛନ୍ତି ଦ୍ୱାଦଶ ଭାବରେ, ଅର୍ଥାତ୍ ତାର ବାହାର ଟ୍ରାଭେଲ୍ ପଡ଼ିଯିବ ବହୁତ। ଏଠି ଶନି କର୍ମ ଦେଖାଇଲା ବେଳକୁ ଏଠି ଶନି ପିଲାପିଲି ଦେଖାଉଛନ୍ତି, ସେଠି
देखो ट्राभेल ए तीन टाक आप कोरिलेट करा पड़ो शनिर कारकत्व नहीं चाष शनि भल होता है ट्राभेलटा भल खराब होता आप कह हस्पिटाल मो कह कथा से मो कह कथा शनि नवांश कौ राशि अच्छी मनकर शनि नवांश भाव अनुसार पंचम अच्छे कौन राशिटा मनकर धरी नियंतु दशमटा जदि सिंह हुए ताले पंचम हो गला आपणकर मेष तो शनि मेष नवांश रहिले ना क्षमा करेंगे से गणना तो टे मरी से हो सूर्य जदि दशम भाव में रहिले ताले सूर्य चंद्र बा कर्कट मिथुन वृष मेष तो यदि शनि मेष नवांश को आसती ताले शनि सेठी मेष राशि उपर जितेबाला शनि गोचर कि मेष राशि ठारू कि मेष राशि ठारू क्षमा करिए मेष राशि ठारू नुह मेष राशि जो शनि गोचर मेष राशि उपर भी हो से समय भी फलटे आस नवांश तुल्य राशि आपण मान कह समय मत गोटे कन्फ्यूज हो जाऊँगी क्षमा करेंगे नवांश तुल्य राशि जिते से ग्रहटी से जो राशि अच्छी से राशि फल भी दशा समय से दब कि गोचर से राशि होबार अच्छे ठीक तापर फलप्रद हम केमती बुझेबी लग्न कुंडली थी गोटे राशि शनि गोचर अशुभ है समय नवांश कुंडली थी शनि गोटे गोचर शुभ हो पाए यहाँ बुझीजे आप ठीक कारण एटी हुए तो आपणकर भाव नि षष्ठस्थ शनि भल गोचर है से समय कि अन्य गोटे जो नवांश राशि अनुसार से गोचरटा फेवरेबल हो दशा शनि चली नवांश फलटा मिल जाए कथा बुझीपारे तो मत किसी लोक कहे साटी आपण पाक पढ़िया जोड़ा बुझापी मु पढ़ाए ना जी समय पढ़ाइबार जो पिला पैसा पत्र किसी देवेनि से समय कथबार्ता हेल्ले कंसल्टेशन भल पिला सीरीयस भी नुहति अर्थात शनि जो जो राशि तीन टारे रहिले गोचर मान राशि देखिए आग लग्न कौ राशि नवांश राशि तुल्य नवांश कौटी गले नवांश तुल्य राशि कौटी गले से तीन तीन टा राशि आपंकर सब गोचरटा फेवरेबल हो न जो राशि गोचर फेवरेबल है दशा तो चली तार फल मिल जाओ जदि आग पंचम है आग पिला भल हे जदि आग द्वादश है ये असुविधा राशिटा आप देखिए लग्न अनुसार को भाव हो देखीदे आप मु कहला बेले आपको जब कष्ट लगुव जब आप नवांश कुंडली खेल नथिबे देखि नथिबे देखि सागे सागे आप मुंडे पड़े आसुव तेणु गोचरटा जेकोसी गोटे ग्रह लग्न कुंडली नवांश कुंडली राशि तुल्य नवांश कि नवांश तुल्य राशि जो दीटा राशि आसुता है जो फेवरेबल हम दशा तो चली फल मिल दशा के ना फल मिल हाँ ये अष्टक वर्ग स्कोरटा तो आप लग्न ही ने आप सर से राशि अष्टक वर्ग स्कोर लग्न अष्टक वर्ग भल ना भल फल मिलनी डेरी हम जदि दशा भल थी कि अष्टक वर्ग स्कोर खराब अच्छी जी एक्सपेक्ट कर मिलनी तो मो कथा बुझीपे आपड़ी जेकोसी गोटे घर तीन तीन टा राशि बाहर जदि आम नवांश तुल्य राशि और राशि तुल्य नवांश नहीं देखती लग्न को देखती से राशि अनुसार कौ कौ ग्रह चलुचे वेद विपरीत वेद सब लग्न रू ही देखिए माने लग्न कुंडली को देखिए कैलकुलेशन तो आप राशि ही हम आशा करें आप बुझीपे और जातक पुनश्च लगे आरंभ करेंगे से गुरु चंडाल काल सर्प मंगल दोष ये आपको दृष्टि देला से युक्ति देला तो टी आगे दयाक नवांशटा को निजर फलादेश युक्त कर ये सब आम देखी आम जो सब एस्ट्रोलोजिकल कन्फरेन्स गुड़ा जाए
ସେଠି ଜ୍ୟୋତିଷମାନେ ଟିକେ ବାହା ପିଆ ମାରି କହି କିଏ କା ଜାତକ ଦେଖିବା ପାଇଁ ଛାଟିକି ଜାତକଟା ଟିକେ ଦେଖିଲେ ସେ ସାଙ୍ଗେ ସାଙ୍ଗେ ଲଗ୍ନ ଦେଖି କହିବା ଆରମ୍ଭ କରିବେ ସେଠୁ ଆପଣଙ୍କର ଏଇଟା ଅଛି ସେଇଟା ଅଛି ଇଏ ଅଛି ପୁରା ଭୁଲ ସେଠୁ ଜଣା ପଡ଼ିଗଲା ଯେ ଜ୍ୟୋତିଷର ବ୍ରେନ୍ କେତେ। ତେଣୁ ଆଶା କରେ ଆପଣ ଦଶା କେମିତି ଫଳ ଦେବ ଗୋଟେ ଗ୍ରହର କାହିଁକି ଆପଣଙ୍କର 3ଟା କୁଣ୍ଡଳୀ ଆସିଗଲା ଗୋଚରେ କେମିତି ଫଳ ଦେବ ସମ୍ପୂର୍ଣ୍ଣ ବୁଝିପାରିଲେ। ଶେଷକୁ ଟିକେ ମୋର କ୍ଷୋଭ କହି ରଖିବି ଦୟାକରି ନିଜେ ପଢ଼ନ୍ତୁ। ମୁଁ ଏଠି ଅନଲାଇନରେ କ୍ଲାସ୍ ଦେଉନି ଯଦିଓ ବହୁତ ଇନଷ୍ଟିଚ୍ୟୁଟ୍ ସହିତ ମୁଁ ଜଡ଼ିତ ମାନେ ଓଡ଼ିଶା କଥା କହୁନି ସାରା ଭାରତବର୍ଷ ବିଶ୍ୱ କହିଲେ ଅତ୍ୟୁକ୍ତି ହେବନି କାରଣ ବାହାରେ ସେ ଯେଉଁ ୱେକଫିଲ୍ଡ ୟୁନିଭର୍ସିଟି ତା ସହିତ ବି ମୁଁ ଆସୋସିଏଟେଡ୍। ସେମାନେ ମୋତେ ଷ୍ଟେଟ୍ର ୱିଙ୍ଗର ହେଡ଼୍ କରିଛନ୍ତି କିନ୍ତୁ ମୁଁ ପଢ଼ାଏ ନା କି ଇଏ କରେ ନା କାରଣ ମୁଁ ଜାଣିଛି ପିଲାଙ୍କର ସିରିୟସନେସ୍ ନାହିଁ। ପିଲା ସିରିୟସ୍ ଥିଲେ ସେମାନଙ୍କର ସେତିକି ବୁଦ୍ଧି ନଥାଏ। ଜ୍ୟୋତିଷଟା ସମସ୍ତଙ୍କ ପାଇଁ ହେଇନି। ସବୁ ପିଲା କିଏ ଯେମିତି ସମସ୍ତେ IAS ଅଫିସର ହେଇପାରିବେନି ସେମିତି ସମସ୍ତେ ଜ୍ୟୋତିଷ ହେଇପାରିବେନି। ଖାଲି ଯେ ଆପଣଙ୍କର ଯଦି ଇଣ୍ଟରେଷ୍ଟ ଅଛି ତାହେଲେ ଯେ ଆପଣ ଜ୍ୟୋତିଷ ହେଇଯିବେ ତା ନୁହେଁ। ଆପଣଙ୍କର ସେତିକି ଧ୍ୟାନ ଜ୍ଞାନ ଏବଂ ଆପଣଙ୍କର ଭଗବତ କୃପା ଦରକାର। ସିଚୁଏସନ୍ ଆପଣଙ୍କ ଲାଇଫରେ ସେମିତି ହେଲେ ହିଁ ଆପଣ ଗୋଟେ ଫୁଲ୍ ଟାଇମ୍ ଜ୍ୟୋତିଷ ହେଇପାରିବେ। ତେଣୁ ଯଦି ଆପଣ ଏସବୁ ଜିନିଷ ଆପଣଙ୍କ ମହାଦେବଙ୍କର କୃପା ଅଛି ଆପଣ ଆସୁଛନ୍ତି ତାହେଲେ ଦୟାକରି ନିଜେ ପଢ଼ନ୍ତୁ। ତାହେଲେ ଏ ମୂର୍ଖ ରୁଦ୍ର ମହାପାତ୍ରକୁ ବାହାରିକି ଆମ ଓଡ଼ିଆ ମୋତେ ବହୁତ ଲୋକ କହିଲେ ସାର୍ ଆପଣ ଓଡ଼ିଆରେ କହୁନାହାନ୍ତି ଆମେ ଶୁଣିବୁ ଇଏ କରିବୁ। ଯେତେବେଳେ ମୁଁ ଓଡ଼ିଆରେ କହିବା ଆରମ୍ଭ କଲି ସେମାନେ କହିଲେ ସାର୍ ଆମର ଟିକେ ଆପଣଙ୍କ ସେ ଦକ୍ଷତା ପାଉନାହିଁ ଆପଣ ଯାହା କହୁଛନ୍ତି ଏଇଟା ଆମେ ଧରିପାରୁନୁ। ମୁଁ କହିଲି ସେଇଟା ତୁମ କ୍ଷେତ୍ରରେ ନୁହେଁ ମୁଁ ଇଂଲିଶରେ କହିଲା ବେଳେ ସେୟା ହେଉଥିଲା। ମୁଁ ଯେଉଁଟା ଟିକେ ଶସ୍ତା ଭିଡ଼ିଓ କରେ ସେ ଗୁରୁ ଚଣ୍ଡାଳ କିଏ କାହାକୁ ବାହା ହେବ ଏସବୁ ଭିଡ଼ିଓ ଗୋଟେ ବେଶୀ ଚାଲେ କିନ୍ତୁ ଯେଉଁଟା ଟିକେ ଇନଡେପ୍ଥ ଭିଡ଼ିଓ ତାକୁ ଟିକେ ବେଶୀ ଲୋକ ଦେଖନ୍ତି ନାହିଁ। ଏସବୁ ଜଣାପଡ଼େ ଜ୍ୟୋତିଷ ରିସର୍ଚ୍ଚ ଏବଂ ସିରିୟସନେସ୍ କେତେ ଅଛି। ନବାଂଶ ତୁଲ୍ୟ ରାଶି ଏବଂ ରାଶି ତୁଲ୍ୟ ନବାଂଶ ପାଇଁ ଯେଉଁ ବହିଟି କହିଲେ ଆପଣ ପଢ଼ିବେ। କିଛି ଡାଉଟ୍ ପଚାରିବେନି ଯଦି ଆପଣଙ୍କର କିଛି ଅଭିଜ୍ଞତା ଅଛି ପଚାରିବେ। ଯଦି ମୁଁ କହିଲା ଭିତରେ କିଛି ବିଶେଷ ବୁଝି ହେଲାନି ତାହେଲେ କହିବେ କିନ୍ତୁ ମୋର ଯଦି ମୁଁ କହିଲା ସମୟରେ ସେ ନବାଂଶ ଠିକ୍ ଗଲା ସେଠିକ୍ ଗଲା କିଛି କିଛି କ୍ୟାଲକୁଲେସନ୍ ଗତ ଭୁଲ ଅଛି ସେଥିପାଇଁ ମୁଁ କ୍ଷମା ପ୍ରାର୍ଥନା କରୁଛି କାରଣ ମୁଁ ମନକୁ ମନ କ୍ୟାଲକୁଲେସନ୍ କରି କହୁଛି ଆପଣ କନସେପ୍ଟଟାକୁ ବୁଝନ୍ତୁ। ହଉ ଯଦି ମହାଦେବ ଚାହାନ୍ତି ତାହେଲେ ଆଉ ଗୋଟେ ଭିଡ଼ିଓ କରିବା। ଆଜି ପାଇଁ ଆଜ୍ଞା ଦିଅନ୍ତୁ। ଓମ୍ ନମଃ ଶିବାୟ।